আজি ଆମେ ଶୁଣିବା ପ୍ରେମ ପରମ୍ପରା ଆଉ ଅତୁଟ ନିଷ୍ଠାର ଗୋଟିଏ ବହୁତ ସୁନ୍ଦର ତଥା ଶକ୍ତିଶାଳୀ କାହାଣୀ। କ'ଣ ଆମର ପ୍ରାଚୀନ ପରମ୍ପରା ଆଉ ଦୃଢ଼ ବିଶ୍ୱାସ ସତରେ ବଡ଼ ବିପଦକୁ ଟାଳିପାରେ? ଏହି କଥାଟି ଆଜିର କାହାଣୀର ମୂଳ ଆଧାର। କାହାଣୀଟି ହେଉଛି ସୁମତି ଆଉ ଆକାଶଙ୍କର। ବାହାଘରକୁ ମାତ୍ର 2 ବର୍ଷ ହୋଇଛି ଆଉ ସେମାନଙ୍କର ଖୁସିର ସଂସାରଟିଏ ଚାଲିଛି। ସେଦିନ ଥାଏ ପବିତ୍ର ସାବିତ୍ରୀ ଅମାବାସ୍ୟା। ସକାଳୁ ସକାଳୁ ସୁମତି ଗାଧୋଇ ପାଧୋଇ ନିଜ ବ୍ରତ ପାଇଁ ପ୍ରସ୍ତୁତ ହେଉଥାନ୍ତି। କିନ୍ତୁ କିଏ ଜାଣିଥିଲା ଯେ ଜ୍ୟେଷ୍ଠ ମାସର ସେହି ପ୍ରଚଣ୍ଡ ଖରାରେ ଏକ ବଡ଼ ଧରଣର ବିପଦ ଲୁଚି ରହିଅଛି ବୋଲି। ପୂଜା ପାଇଁ ସବୁ ସଜାଡ଼ୁ ସୁମତି ସ୍ୱାମୀଙ୍କୁ ଅନୁରୋଧ କଲେ ଯେ ଆଜି ଏତେ ଖରାରେ କାମକୁ ଆଦୌ ଯାଆନ୍ତୁନି। ହେଲେ କର୍ମଠ ଆକାଶ ହସିଦେଇ କହିଲେ, କିଛି ଭୟ ନାହିଁ, ଅଳ୍ପ କାମ ଅଛି, ମୁଁ ବହୁତ ଶୀଘ୍ର ଫେରିଆସିବି। ଆସନ୍ତୁ ଦେଖିବା ତାପରେ କ'ଣ ହେଲା। ଦିନ ବଢ଼ିବା ସହିତ ଧୀରେ ଧୀରେ ଏକ ହୃଦୟ ବିଦାରକ ଘଟଣା ଘଟିବାକୁ ଲାଗିଲା। ଗଛ ପଡ଼ି ଆକାଶ ଆହତ ହେଲେ। ଗାଁ ଲୋକେ ଯେତେବେଳେ ତାଙ୍କ ଅଚେତ ଶରୀରକୁ ଘରକୁ ଆଣିଲେ, ସୁମତିଙ୍କ ଦୁନିଆ ଉଜୁଡ଼ିଗଲା। କିନ୍ତୁ ସେ ଆଦୌ ଭାଙ୍ଗି ପଡ଼ିନଥିଲେ, ବରଂ ନିଜ ଭିତରେ ଏକ ଅବିଶ୍ୱାସନୀୟ ଦୃଢ଼ତା ଆଉ ଶକ୍ତି ସଂଗ୍ରହ କଲେ। ପୂଜା ଦୁବକୁ ପାଣିରେ ବୁଡ଼ାଇ ଆକାଶଙ୍କ ମୁହଁରେ ଛିଞ୍ଚିଲେ। ନିର୍ଜଳ ଉପବାସ କରି ନିଜ ପରମ୍ପରା ଓ ବିଶ୍ୱାସ ଉପରେ ଅଟଳ ରହିଲେ। ଠିକ୍ ସତ୍ୟବାନଙ୍କ ପୌରାଣିକ କାହାଣୀ ପରି ସେ ଆଖି ବନ୍ଦ କରି ମା ସାବିତ୍ରୀଙ୍କୁ ନିଜ ସ୍ୱାମୀଙ୍କ ଜୀବନ ପାଇଁ ପ୍ରାର୍ଥନା କଲେ। ଆଉ ତାପରେ ସନ୍ଧ୍ୟା ହେବା ବେଳକୁ ସମସ୍ତଙ୍କ ଆଖି ସାମ୍ନାରେ ସତକୁ ସତ ଏକ ବିରାଟ ବଡ଼ ଚମତ୍କାର ଘଟିଲା। ଆକାଶଙ୍କ ଦେହକୁ ପୁଣିଥରେ ଜୀବନ ଫେରିଆସିଲା। ଏପରିକି ଡାକ୍ତରମାନେ ମଧ୍ୟ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖି ସମ୍ପୂର୍ଣ୍ଣ ଚକିତ ହୋଇଗଲେ। ଏହି ଘଟଣା ଆମକୁ ସ୍ପଷ୍ଟ ଶିଖାଏ ଯେ ସାବିତ୍ରୀ ବ୍ରତର ପ୍ରକୃତ ଅର୍ଥ କେବଳ ପରମ୍ପରା ନୁହେଁ, ବରଂ ନିଃସ୍ୱାର୍ଥପର ପ୍ରେମ ଅଟେ। ଏବେ ଆମ ମନରେ ପ୍ରଶ୍ନ ଉଠେ, ଅତୁଟ ବିଶ୍ୱାସ କ'ଣ ସତରେ ଗୋଟିଏ ସମର୍ପିତ ହୃଦୟର ସବୁଠାରୁ ବଡ଼ ଶକ୍ତି ନୁହେଁ କି?